ଧଳା ଦିଅ କଳା ହେଇଯାଉଛି ତୋର। ଧୂଆଁଲୁ କଣ କରୁଛି ଏତେବେଳେ ବାରିଆଡେ ଯେ 2 ଜଣଙ୍କ ରୋଷେଇ କରିବ ବୋଲିକି ଯେମିତି 5 ଜଣଙ୍କ ରୋଷେଇ ଖାଇଲା ଭଳିଆ। ଏତେବେଳେ ଘରକୁ ଟିକେ ବି ଆସିବାକୁ ନାହିଁ। ମୁଁ ଯାଉଛି ଦେଖେ କଣ କରୁଛି। ଏତେବେଳେ ରୋଷେଇ ସାରିନି। କେତେବେଳେ ଆଉ ରୋଷେଇ ସାରିବ? ବାସନ ଗୁରା ପଡ଼ିଛି, ଲୁଗା ଗୁରା ପଡ଼ିଛି। କେତେବେଳେ ତେଣେ କରିବ ଏଣେ ରାନ୍ଧିକି ରୋଷେଇ ସାରିକି ଦେବ। କେତେବେଳେ ହବ ମ? ତୁ ହେଇଥିଲେ କେତେ କାମ ସାରନ୍ତିନି। ତୁ ବାଢ଼ି ବସି ପବନ ଖାଉଛୁ। କଲେ କର, ନହେଲେ ନାହିଁ, ମୁଁ ଯାଉଛି। ବୋଉ କହିଦେଇ ପଳେଇଲେ। ଆମ ବୋଉ କଥା କିଏ ଧରୁଛି? ଆଉ ବୋଉ ନିଜ ବୋଉ ଯେମିତି ଶାଶୁ ବି ସେମିତି। ନିଜ ବୋଉ କିଏ ଶାଶୁ କିଏ? ଆଉ ଯିଏ ଛାଡ଼, ବୋଉ ବୁଢ଼ୀ ହେଲେଣି, ବୋଉଙ୍କ କଥା ଆଉ କିଏ ଧରିବ ନା। ଯାଏ ମୋର ବାସନ ପଡ଼ିଛି, ଲୁଗା ବି କାଚିବାକୁ ଅଛି। ସମସ୍ତଙ୍କର ଭଲ ଅଛି। ଆଉ ତୁ କଣ କରୁଛୁ କି? ହଁ ଲୋ ବୋଉ, ମୁଁ ଏଇଠି ବସିଛି। ଆଉ ମୋ ଶାଶୁ ନୁହଁ ରୋଷେଇ କରୁଛି। ଆଉ ଆମ ରୂପା କ'ଣ କରୁଛି କି? ହେଇ ସେ କ'ଣ କରୁଛି କେଜାଣି? ରୋଷେଇ କରିବାକୁ ତ ଯାଇଥିଲା। ବାସନ ଗୁରା ମନ ପକେଇ ଦେଇଛୁ, ଠିକ କଥା। ଆଉ ମୁଁ ଟିକେ ଦେଖେ କ'ଣ କରୁଛି। ବାସନ ମାଜୁଛି ଏଇ ଏକଟା, ଆଉ ଲୁଗାପଟା କାଚିବି। କାମ ତ କରୁଛି ଗଲା ନିଠେଇକିରି ଆଉ କାମ ଦେଖାଉଛି ଆଉ। ହଁ ମୁଁ ଲୁଗା ସଫା କରି ମୁଁ ପିଛି ପିଛି ହେଇଯାଏ। ଖାଲି ବାସନ ତ ମାଜିକି ଯାଉଛି। ଦେଖୁଛ ତ କେମିତି ଖରା ହେଉଛି। ଆଉ ଖରାରେ କରିବନି ଆଉ କ'ଣ? ବାପ ଘରେ ଛାତ ତଳେ କରୁଛନ୍ତି? ଧଳା ଦିଅ କଳା ହେଇଯାଉଛି ତୋର। ହଉ ଛାଡ଼, ଯାହା କହୁଛନ୍ତି କୁହନ୍ତୁ, ସେ ସହିକି ରହିଯିବା। ଆଉ ବୁଢ଼ୀ ହେଲେଣି ବୋଉ, ଆଉ କ'ଣ କରିବି? ଯେ ଛାଡ଼, ତାଙ୍କ କଥା ଧରିବେନି। ଯାହା କହୁଛନ୍ତି କୁହନ୍ତୁ। ଆଉ ଯାଏ ବାସନଟା ଦେଇଛି। ଛାଡ଼, ମୋ ଭାଗ୍ୟରେ ତ ଯାହା ଅଛି ଅଛି। ଆଉ ହଉ ଯାଏ, କିନ୍ତୁ ବୋଉ କତିକି ଟିକେ ଫୋନ୍ କରେ। କଥା ହେବି, କେତେ ଦିନ ଟିକେ କଥା ହେବି। ଫୋନ୍ଟା କେଉଁଠି ଥୋଇଲି ଏଠି। ହ୍ୟାଲୋ। ହ୍ୟାଲୋ। ହଁ ବୋଉ, କ'ଣ କରୁଛୁ? ଖାଇକି ଟିକେ ଗଡ଼ୁଛି ଆଉ ତୁ କ'ଣ କରୁଛୁ? ନାଇଁ ମ, ରୋଷେଇ ଖାଲି ବସିଛି। ଆଉ ଏମିତି କ'ଣ ଶୁଭୁଛି? କ'ଣ ହେଇଛି? ନାଇଁ ମ, ଖରା ଦିନ ଚାଲିଛି ତ, ମୁଁ ଦିନକୁ ଟିକେ 2 ଥର ଗାଧୋଇ ପଡ଼ୁଛି। ସେଥିପାଇଁକା ଏମିତି ଭଏସ୍ଟା ଶୁଭୁଛି ଆଉ। ହଉ 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 ବୋଉ, ତୁ ରଖ, ମୁଁ ଯାଉଛି ଟିକେ ଖାଇବା ପାଇଁକା ଦେବି ସିଆଡ଼େ। ଘର କଥା ବି ମୁଁ କାହାକୁ କହିବି? ବୋଉକୁ କହିଲେ ଏଠି ବୋଉ ମନ ଦୁଃଖ କରିବ। ତେଣୁକରି ନିଜ ଘର କଥା ଘରେ ହିଁ ରହିଯିବାଟା ଭଲ। ଛାଡ଼, କିଛି କହିବାନି ଆଉ। ବୋଉକୁ ନ କହିଲେ ବି ଭଲ। ବୋଉ ବି ସିଆଡ଼େ ମନ ଦୁଃଖ କରିବ। କ'ଣ ହେଇଛି କି? ନାଇଁ ମ, ଏ ବୋଉ ଫୋନ୍ କରିଥିଲା ତ, ସେଥିପାଇଁ ତା ସାଙ୍ଗେ କଥା ହେଉଥିଲେ। ସେ କହିଲା ତ ମୋ ସାଙ୍ଗେ କଥା ହେଉନି କାହିଁ ଏତେ ଦିନ ହେଲା। ମୁଁ ସେଥିପାଇଁ କହିଲି ଆଉ ନାଇଁ, ଏମିତି ଘରେ ତ ଟିକେ ଏମିତି ଯେଉଁ ଆମର ଇଏ ରହୁଛି, କାମ ବି ଟିକେ ଚାଲିଛି। ଆଉ ସେଥିପାଇଁ ଟିକେ ଟାଇମ୍ ହେଉନି, କଥା ହେଇପାରୁନି। ଆଉ ତମେ ବି ଆସିଲଣି, ଆଉ ଖାଇବାକୁ ଯାଉଛି ଦେବି ଆଉ ସେଇଆ ବୋଉକୁ କହୁଥିଲି ତ। ମୁଁ କହିଲି ନାଇଁ ଆଉ ଏଇ କଥା ବୋଉ ପଚାରୁଥିଲା। ବୋଉ ମୋ କଥା କ'ଣ କହୁଥିଲା କି? ନାଇଁ, ପଚାରୁଥିଲା, କହିଲେ ଆଉ କାହିଁ କୁଆଡ଼େ ଯାଇଛନ୍ତି କ'ଣ? ମୁଁ କହିଲି ନାଇଁ, ଏଇଠି ଆମ ଘର କାମ ହେଉଛି ତ, ଅଛନ୍ତି ଆଉ। ଓହୋ, ଏଇ କଥା ବୋଉ କହିଲ। ସମୟ ଅଛି, ଆମର ଆମ ପାଖରେ ଏଇନା ସମୟ ଅଛି କଥା ହେବାକୁ। ବୋଉ ଚାଲେ ଖାଇବାକୁ ହେଇଯାଇଛି। ହଁ ହଁ, ତମେ ଯାଅ ଖାଇବାକୁ ବାଡ଼। ବୋଉ ଖାଇସାରିଲାଣି? ହଁ, ବୋଉ ଖାଇବାକୁ ଦେଇକି ଆସିବି। ତମେ ଯାଅ। ବୋଉ ଖାଇବାକୁ ଦେଇଛ? ହଁ ହଁ, ତାହେଲେ ମୁଁ ଯାଉଛି ଖାଇଦିଏ।
ହଉ ତମେ ଯାଅ ଖାଇବେ ଖାଇବି ଯେ ମୁଁ ଗାଧେଇକି ଆସେ ଖାଇବି। ହଁ ଗାଧେଇକି ଆସ ମୁଁ ରେଡ଼ି କରି ରଖିବି। ଭୋକ କଲାଣି ଓଖଡ଼େଇକି ମୋ ମୁଣ୍ଡ ଟେନସନ୍ ହେଇଗଲାଣି। ତମେ ଯାଅ ବଢ଼ାବଢ଼ି କର ଯାଅ। ହଉ ହଉ।